ବୌଦ୍ଧ ଜିଲ୍ଲାର ଗାଁ ଗହଳିରେ ରଜ ଉତ୍ସବ। ଓଡ଼ିଶାର ଗଣପର୍ବ ହେଉଛି ରଜ ପର୍ବ। ଓଡ଼ିଆ ପରମ୍ପରା ସଂସ୍କୃତି ଏବଂ ନିଆରା ପର୍ବ ହେଉଛି ରଜ ପର୍ବ। ହେଲେ 12 ମାସରେ 13 ପର୍ବ ମଧ୍ୟରୁ ବର୍ଷର ଜ୍ୟେଷ୍ଠ ମାସରେ ପଡ଼ିଥାଏ ଏ ରଜ ପର୍ବ। ସାଧାରଣତଃ ପ୍ରଥମ ଦିନ ପଡ଼ିଥାଏ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ, ଚତୁର୍ଥ ଦିନ ପଡ଼ିଥାଏ ବସୁମତୀ ସ୍ନାନ। ଏହି ଦିନମାନଙ୍କରେ ଝିଅ ବୋହୂମାନେ ସକାଳୁ ସକାଳୁ ସ୍ନାନ କରି ନୂଆ ଶାଢ଼ୀ ଡ୍ରେସ୍, ଗୋଡ଼ରେ ଅଳତା, ହାତରେ ମେହେନ୍ଦି ଲଗାଇ ସଜାସଜି ହୋଇ ଦୋଳି ଖେଳିଥାନ୍ତି। ପୁଣି ଘରମାନଙ୍କରେ ବିଭିନ୍ନ ପ୍ରକାର ପିଠାପଣା, କ୍ଷୀରି ପୁରୀ, ପୋଡ଼ପିଠା ସହିତ ରଜପାନ ମୁଖ୍ୟତଃ ଖାଇଥାନ୍ତି, ଯାହାକି ଅନ୍ୟ ଦିନ ନ ଖାଇଲେ ମଧ୍ୟ ରଜରେ ବିଭିନ୍ନ ସୁସ୍ୱାଦୁ ମିଠାପାନ ତିଆରି ହୋଇ ବିକ୍ରି ହୋଇଥାଏ। ପୁଅମାନେ ମଧ୍ୟ ଏ ରଜକୁ ତାସ୍ ଖେଳି ବେଶ ମନାଇଥାନ୍ତି, ଯାହାକି ରଜରେ 3 ଦିନ ଚଷା ପୁଅ କୌଣସି ଲଙ୍ଗଳ ଧରି ନଥାଏ କିମ୍ବା ବସୁମତୀ ସ୍ନାନ ଲକ୍ଷ୍ମୀ ବୁଡ଼ ଦିନ ଚଷା ପୁଅ ଚାଷ କାମ ଆରମ୍ଭ କରିଥାନ୍ତି। ହେଲେ ବିଭିନ୍ନ ଜାଗାରେ ଏ ରଜ ପର୍ବ ହୋଇଥାଏ, କିନ୍ତୁ ବୌଦ୍ଧ ଜିଲ୍ଲା ହରଭା ବ୍ଲକ ତଳଙ୍ଗା ପଞ୍ଚାୟତ ଡାକପଦର ଗ୍ରାମର ଏକ ଆଦିବାସୀ ଗାଁ, ଯେଉଁଠି 25 କୋଟି ପରିବାର ବାସ କରିଥାନ୍ତି, ସେହି ଗ୍ରାମରେ ମହିଳାମାନେ ରଜ ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି, ଯାହାକି ଦୋଳି ସହିତ ଛୋଟ ବଡ଼ ପୁଅ ଝିଅଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିଛନ୍ତି। ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ କୁନା ବେହେରା ଶୁଭ ଉଦ୍ଘାଟନ କରିଥିଲା ବେଳେ ସୁଶାନ୍ତ ପ୍ରଧାନ, ଚନ୍ଦନ ଜାନି, ପଞ୍ଚାନନ ଭୋଇ, ତପନ କହଁର, ନାରାୟଣ ଦେହୁରୀ, ଅଭିମନ୍ୟୁ ଜାନି, ସନକ ଭୋଇ ଏବଂ ଯେଉଁ ମହିଳାମାନେ ଏ କାର୍ଯ୍ୟକ୍ରମ କରିଥିଲେ ସେମାନେ ହେଲେ ତ୍ରିବେଣୀ କହଁର, ଭବାନୀ ଜାନି, ଅନିତା କହଁର, ପ୍ରମିଳା ଜାନି, ସଂଯୁକ୍ତା କହଁର, ସୁପ୍ରଭା ଦେହୁରୀ, ସନ୍ଧ୍ୟାରାଣୀ ମହାଳିକ, ପ୍ରତିମା ଦେହୁରୀ, ମାମା ଦେହୁରୀଙ୍କ ନେତୃତ୍ୱରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ସହିତ ପୁରସ୍କାର ଅତିଥିମାନେ ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, OTN TV।